एकादशी कथा। युधिष्ठिर उवाच पचारुछन्ति युधिष्ठिर कहिबा प्रभु दामोदर वैशाख शुक्ल एकादशी कहे केउ नामे भासी एथिरे कि फल कि विधि कहन्ति प्रभु दयानिधि। श्रीकृष्ण उवाच राजाए मन्ते पचारन्ते कृष्ण कहन्ति लोकहिते पूर्वे श्रीराम पचारन्ते वसिष्ठे कहिले जे मन्ते शुण कहुछि से संवाद तुटिब मनर विषाद। श्रीराम उवाच जे सर्व पाप विनाशन समस्त दुख न कृतन समस्त व्रतर उत्तम हेमंत व्रत शुण मन सीतांक विरहरु मुहि बहुत दुख पाइलई तेणु दुख को भय पाई अभय व्रत प्रचारई। वसिष्ठ उवाच हे राम आच्छा पचारिल जहिरो प्राणींकर भल तुम्भर नैष्ठिक मति ईश्वर भावर विद्वती जाहार नाम धरि जन पवित्र हुई बहन से पुणी मोह ठारू शुणी सुखी होइब मने पुणी कहिबी सेहि कीर्तिमान वक्ता वसिष्ठ श्रोता राम लोकंक हित एथु हेउ कहिबा शुण महाबाहु पावन मानंक पावन व्रत मानंक अनुपम पापघ्न सर्व दुख जम कहिबा शुण व्रतोत्तम वैशाख शुक्ल एकादशी मोहिनी नामे जहा भासी जेउ व्रत को करी जीव मोह जालरु तरी जीव जेउ व्रतर प्रभाव रे पातक जीव अति दूरे ए सत्य सत्य कहुअछि बहुत शास्त्र मान बाछि। वैशाख शुक्ल एकादशी भीष्म करई पाप राशि वैशाख शुक्ल एकादशी भस्म करई पाप राशि समस्त दुख विनाशई शुण श्रीराम मन देई जात्रार श्रवण मात्र के तुटंती जे जहा पातके हे राम पुरातन कथा शुणिले जीव मन व्यथा सुरम्य सरस्वती तीर तहिरे भद्रावती पुर तहिरे द्युतमान नाम राजत्व करे अनुपम से राजा चैत्र वंशे जात सत्य संगरे धृतिमंत जे राजे थिला वैश्य एक धन धान्य रे अतिरेक नाम रे धन पाळ जाण से पुण्य कर्म रे प्रवीण प्रासाद तोड़ा गो आराम पुष्प बाटिका विप्रग्राम एमान जत्न रे करई विष्णु भक्ति रे चित्त थाई से धर्म पाळर कर्म रे जाण पांचटी पुत्र हेले ताहार पुत्रंकर नाम कहिबा शुण हे श्रीराम सुमना मेधा सुकृति दूती माने जे नाना गति पंचम नाम दुष्ट बुद्धि
ତାର ପାପରେ ହେଲା ବୃଦ୍ଧି। ପର ସ୍ତ୍ରୀ ସଙ୍ଗେ ସୁପ୍ରମୋଦ, ବିଟ ଗୋଷ୍ଠୀରେ ବିଶାରଦ। ଦ୍ୟୁତାଦି ବ୍ୟସନେ ଆସକ୍ତ, ପର ସ୍ତ୍ରୀରତ ଅନୁରକ୍ତ। ଦେବତା ଦ୍ୱିଜ ପିତୃଗଣ, ପୂଜିଲା ନାହିଁ ସେ ଦୁର୍ଜନ। ସେ ଦୁଷ୍ଟ ଅନ୍ୟାୟ ବୃତ୍ତିରେ, ପିତୃଦେବଙ୍କୁ ଦୟା କରେ। ସେ ପାପୀ ଅଭକ୍ଷ ଭକ୍ଷକ, ମଦ୍ୟପ ଦୁଷ୍କର୍ମକାରକ। ବେଶ୍ୟାର ସ୍କନ୍ଧେ ବାହୁ ଦେଇ, ସଞ୍ଚରେ ଚତୁଷ୍ପଥେ ଥାଇ। ଶୁଣି ଅନ୍ୟାୟ ବୃତ୍ତି ତାର, ପିତା ଯେ କଲା କନ୍ତର। ଗୃହରୁ କଲା ନିଷ୍କାସିତ, ତାହାର ସଙ୍ଗୀଙ୍କ ସହିତ। ଦେଖି ଦୃଶ ଦୁରାଚାର, ବାନ୍ଧବେ ତାକୁ କଲେ ଦୂର। ଆପଣା ଦେହେ ବିଭୂଷଣ, ଉଚ୍ଛନ୍ନ କଲା ସେ ଦୁର୍ଗୁଣ। ଧନ ନ ଦେଖି ବେଶ୍ୟାଜନ, କହିଲା ନିନ୍ଦିତ ବଚନ। କ୍ଷୁଧାରେ ହୋଇ ଇତସ୍ତତ, ବିଚାର କରଇ ଦୁର୍ବୃତ୍ତ। କାହିଁ ବା ଯିବି କି କରିବି, କେଉଁ ଉପାସେ ମୁଁ ବଞ୍ଚିବି। ଯିବା ଉପାୟ ବିଚାରି, ଚୌର୍ଯ୍ୟକୁ ସିଦ୍ଧାନ୍ତ ସେ କରି। ଚୋରାଇ ଖାଇଲା ବେଳରେ, ପଡ଼ିଲା ରକ୍ଷକ ଆଗରେ। ରକ୍ଷକେ ଦେଖି ଗୌରବେ, ଛାଡ଼ି ଦିଅନ୍ତି ପୂର୍ବ ଭାଗେ। ଏ ରୂପେ ପୁନଃ ପୁନଃ ଚୋରି, ହେବାରୁ ଗୃହ ସେ ଆବରି। ଧରି ନିଗଡ଼େ ପକାଇଲେ, କର୍କଶ କଣ୍ଟାରେ ପିଟିଲେ। ଏ ବୃତ୍ତି ଛାଡ଼ି ଅନ୍ୟ ବୃତ୍ତି, କର ଯାବତ ଜୀବ ସ୍ଥିତି। ଏ ଜ୍ଞାନ ଦେଇ ନ ମାଇଲେ, ବନ୍ଧୁ ଭାବରେ ଛାଡ଼ିଦେଲେ। ହେବାରୁ ଅତି ମାଡ଼ ଭଏ, ମରିବ ବୁଝିଲା ବିଧଏ। ଗଲା ଗହନ ବନେ ଭଏ, ଯହିଁରେ ହସ୍ତି ଜନ୍ମ ହୋଏ। ସେ ବନେ ରହି ସିଂହ ପରି, ମୃଗ ଶୂକର ମଶା ମାରି। ଆମିଷାହାର କରି ବୃତ୍ତି, ସେ ବନେ ରହିଲା ସନ୍ତତି। ସେ ଦୁଷ୍ଟ ବୁଦ୍ଧି ବ୍ୟାଧ ପରି, ଶରତୁଣକୁ ପୃଷ୍ଠେ ଧରି। ବାମ ହସ୍ତରେ ଶରାସନ, ଦକ୍ଷିଣ ହସ୍ତେ ତୀକ୍ଷ୍ଣ ବାଣ। ଜୀବ ମାରିଣ ମାଂସ ଖାଇ, ରହିଲା ଘୋର ବନେ ସେହି। ଧରି ସଞ୍ଚାରେ ଇତସ୍ତତ, ସେ ଜୀବ ମାରଇ ବହୁତ। ଚକର ମୟୂର ଭଲୁକ, ହରିଣ ତିତିରି ମୂଷିକ। ଏଥିରେ ଅନ୍ୟ ଜୀବମାନେ, ନିତ୍ୟ ମାଇଲା ସେ ନିର୍ଗୁଣେ। ପ୍ରାକ୍ତେନ ପାପୁଏ ଆଚାର, ଦୁଃଖ ଶୋକରୁ ସମାଚାର। ପୁଣ୍ୟର ହେଲା ଅବଶେଷ, କୌଣ୍ଡିନ୍ୟ ଆଶ୍ରମେ ପ୍ରବେଶ। ବୈଶାଖ ମାସେ ଏକ ଦିନ, ଗଙ୍ଗାରେ ଯାଇ କଲୁ ସ୍ନାନ। ଆସନ୍ତେ ମାର୍ଗ ତପୋଧନ, ଦେଖିଲେ ଧୃଷ୍ଟ ଧୀବଦନ। ଶୋକ ଭୟରେ ପ୍ରପୀଡ଼ିତ, ହୋଇଯାନ୍ତେ ଇତସ୍ତତ। ମୁନିଙ୍କ ବସ୍ତ୍ର ଜଳ କଣ, ଭାଗ୍ୟେ ପଡ଼ିଲା ଦେହେ ଜାଣ। ତକ୍ଷଣେ ହେଲା ଗତ ପାପ, ତୁଟିଲା ଅଙ୍ଗୁ ଉପତାପ। କୌଣ୍ଡିନ୍ୟ ଆଗେ ଧୃଷ୍ଟ ବୁଦ୍ଧି, କହିଲା ନିଜ ଦୁଃଖ ବୁଦ୍ଧି। ଧୃଷ୍ଟ ବୁଦ୍ଧି ଉବାଚ, ହେ ମୁନି ଶ୍ରେଷ୍ଠ ବ୍ରହ୍ମଚାରୀ। କହନ୍ତୁ ମୋତେ ଦୟା କରି, କେଉଁ
ବିଚାରି ମୋତେ କହ, ଏ ଦୁଃଖୀ ରକ୍ଷା ଭାର ବହ। କୌଣ୍ଡିନ୍ୟ ବାଚ ଶୁଣ ତୁ ଏକ ମନ ହୋଇ, ଯେଣେ ତୋ ପାପ କ୍ଷୟ ହୋଇ। ବୈଶାଖ ଶୁକ୍ଳ ଏକାଦଶୀ, ଜାନାମ ମୋହିନୀ ସମ୍ଭାସୀ। ଏକାଦଶୀ ବ୍ରତ କର ମୋର ବଚନ ଅନୁସାର, ପାତକ ଥିଲେ ମେରୁ ସମ, କିୟ ବା ଜନ୍ମାନ୍ତର ଜନ୍ମ। ନାଶଇ ଏ ମୋହିନୀ ବ୍ରତ, ନିଷ୍ପାପ କରେ ବ୍ରତୀ ମାତ୍ର। ଏ ବାକ୍ୟ ଶୁଣି ମୁନିଙ୍କର, ହେଲା ସେ ଦୃଷ୍ଟ ବୁଦ୍ଧି ସାର। ପ୍ରସନ୍ନ ମନା ହୋଇ ବ୍ରତ, କଲା ସେ ବୁଝି ବିଧି ମତ। କୌଣ୍ଡିନ୍ୟ ମୁନି ଉପଦେଶ, ସେ ବ୍ରତ କରି ସବିଶେଷ। ନିଶ୍ଚୟ ସେ ପାପ ମୁକ୍ତ ହୋଇ, ଦିବ୍ୟ ଦେହକୁ ସେହି ପାଇ। ଗରୁଡ଼ ଆରୋହଣ କରି, ଗଲା ସେ ବିଷ୍ଣୁ ଲୋକ ଚଳି। ନାହିଁ ଯହିଁରେ ଉପଦ୍ରବ, ଯେ ସ୍ୱର୍ଗ ସୁଖର ସମ୍ଭବ। ହେ ରାମ ଏ ମୋହିନୀ ବ୍ରତ, ଜଗତେ ଉତ୍ତମ ବିଦିତ। ଏ ବ୍ରତ ପରତର ହୋଇ, ତିନି ଲୋକରେ ବ୍ରତ ନାହିଁ। ସପ୍ତମ ଯଜ୍ଞ ତୀର୍ଥ ଦାନ, ନୁହନ୍ତି ଯାର କଳା ସମ। ଯେହା ଶୁଣି ପଢ଼େ ପୁଣି, ଧେନୁ ସହସ୍ର ଫଳମଣି। ଇତି ଶ୍ରୀ କୁର୍ମ ପୁରାଣେ ବୈଶାଖ ଶୁକ୍ଳ ମୋହିନୀ ଏକାଦଶୀ ମହାତ୍ମ୍ୟେ ଦ୍ୱାଦଶ ଅଧ୍ୟାୟ। ଏବେ ଆସନ୍ତୁ ମୋହିନୀ ଏକାଦଶୀ ଗଦ୍ୟରେ ଶୁଣିବା। ଯୁଧିଷ୍ଠିର ପଚାରିଲେ, ହେ ଜନାର୍ଦ୍ଦନ, ବୈଶାଖ ମାସ ଶୁକ୍ଳ ପକ୍ଷରେ କେଉଁ ଏକାଦଶୀ ପଡ଼େ? ଏହାଦ୍ୱାରା କେଉଁ ଫଳ ପ୍ରାପ୍ତ ହୁଏ ଓ ଏହାର ବିଧି କ'ଣ? ଭଗବାନ ଶ୍ରୀକୃଷ୍ଣ କହିଲେ, ଧର୍ମରାଜ, ପୂର୍ବ କାଳରେ ପରମ ବୁଦ୍ଧିମାନ ଶ୍ରୀରାମଚନ୍ଦ୍ର ମହର୍ଷି ବଶିଷ୍ଠଙ୍କୁ ଏହି କଥା ପଚାରିଥିଲେ, ଯାହା ଆଜି ତୁମେ ମୋତେ ପଚାରୁଅଛ। ଶ୍ରୀରାମ କହିଲେ, ହେ ଭଗବାନ, ଯାହା ସର୍ବ ପାପ ନାଶିନୀ ତଥା ସର୍ବ ଦୁଃଖ ନିବାରିଣୀ ଏବଂ ବ୍ରତମାନଙ୍କ ମଧ୍ୟରେ ସର୍ବୋତ୍ତମ, ତାହା ମୁଁ ଶୁଣିବାକୁ ଚାହୁଁଛି। ବଶିଷ୍ଠ କହିଲେ, ଶ୍ରୀରାମ, ତୁମେ ବହୁତ ଉତ୍ତମ କଥା ପଚାରିଛ। ମନୁଷ୍ୟ ତୁମର ନାମ ନେବା ମାତ୍ରେ ସବୁ ପାପରୁ ମୁକ୍ତ ହୋଇଯାଏ। ତଥାପି ଲୋକମାନଙ୍କ ହିତ ନିମନ୍ତେ ଅତି ପବିତ୍ର ତଥା ଉତ୍ତମ ବ୍ରତର ବର୍ଣ୍ଣନା କରିବି। ବୈଶାଖ ମାସ ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ହୁଏ, ତାହାର ନାମ ମୋହିନୀ। ତାହା ସର୍ବ ପାପହାରିଣୀ ତଥା ଉତ୍ତମ ବ୍ରତ। ସେହି ବ୍ରତର ପ୍ରଭାବରେ ମନୁଷ୍ୟ ମୋହଜାଲ ତଥା ସମସ୍ତ ପାପରୁ ମୁକ୍ତି ପାଏ। ସରସ୍ୱତୀ ନଦୀର ରମଣୀୟ ତଟରେ ଭଦ୍ରାବତୀ ନାମକ ଏକ ସୁନ୍ଦର ନଗର ଅଛି। ସେଠାରେ ଧୃତିମାନ ନାମକ ରାଜା ରାଜୁତି କରୁଥିଲେ, ଯିଏ ଚନ୍ଦ୍ରବଂଶରେ ଜନ୍ମ ହୋଇଥିଲେ ଏବଂ ସତ୍ୟ ପ୍ରତିଜ୍ଞ ଥିଲେ। ଏହି ନଗରରେ ଜଣେ ବେଶ୍ୟା ରହୁଥିଲା, ଯିଏକି ଧନ ଧାନ୍ୟରେ ପରିପୂର୍ଣ୍ଣ ଓ ସମୃଦ୍ଧିଶାଳୀ ଥିଲା। ତାର ନାମ ଧନପାଳ ଥିଲା। ସେ ସର୍ବଦା ପୁଣ୍ୟ କର୍ମରେ ହିଁ ଲାଗି ରହୁଥିଲା। ଅନ୍ୟମାନଙ୍କ ପାଇଁ ଜଳଛତ୍ର, କୂଅ, ମଠ, ବଗିଚା, ପୋଖରୀ ଓ ଘର ଆଦି ତିଆରି କରାଉଥିଲା। ଭଗବାନ ବିଷ୍ଣୁଙ୍କ ଭକ୍ତିରେ ତାଙ୍କର ହାର୍ଦ୍ଦିକ ଅନୁରାଗ ଥିଲା। ସେ ସର୍ବଦା ଶାନ୍ତ ରହୁଥିଲା। ତାର 5ଟି ପୁତ୍ର ଥିଲେ, ସୁମନା, ଦ୍ୟୁତିମାନ, ମେଧାବୀ, ସୁକୃତ ତଥା ଧୃଷ୍ଟବୁଦ୍ଧି। ଧୃଷ୍ଟବୁଦ୍ଧି ସବୁଠାରୁ ସାନ ଥିଲା। ସେ ସର୍ବଦା ବଡ଼ ବଡ଼ ପାପ କର୍ମରେ ଲିପ୍ତ ରହୁଥିଲା। ଜୁଆ ଆଦି ଦୁର୍ବ୍ୟସନରେ ତାର ବଡ଼ ଆସକ୍ତି ଥିଲା। ସେ ବେଶ୍ୟାଙ୍କ ସହିତ ମିଶିବା ପାଇଁ ଲାଳାୟିତ ରହୁଥିଲା। ତାର ବୁଦ୍ଧି ନା ତ ଦେବ ପୂଜନରେ ଲାଗୁଥିଲା, ନା ପିତୃପୁରୁଷ ତଥା ବ୍ରାହ୍ମଣଙ୍କ ସତ୍କାରରେ ଲାଗୁଥିଲା। ସେ ଦୁଷ୍ଟାତ୍ମା ଅନ୍ୟାୟ ମାର୍ଗରେ ପରିଚାଳିତ ହୋଇ ପିତାଙ୍କ ଧନର ଅପବ୍ୟୟ କରୁଥିଲା। ଦିନେ ଏକ ବେଶ୍ୟା କାନ୍ଧରେ ହାତ ପକାଇ ଛକ ଜାଗାରେ ବୁଲୁଥିବାର ଦେଖାଗଲା। ତେଣୁ ତାର ପିତା ତାକୁ ଘରୁ ବାହାର କରିଦେଲେ ଏବଂ ବନ୍ଧୁବାନ୍ଧବମାନେ ମଧ୍ୟ ତାକୁ ପରିତ୍ୟାଗ କଲେ। ଏହାପରେ ସେ ଦିନ ରାତି ଦୁଃଖ ଓ ଶୋକରେ ବୁଡ଼ି ରହି ଅନେକ କଷ୍ଟ ପାଇ ଏପଟ ସେପଟ ବୁଲିବାକୁ ଲାଗିଲା।
ଦିନେ ପୁଣ୍ୟ ଉଦୟ ହେବାରୁ ସେ ମହର୍ଷି କୌଣ୍ଡିନ୍ୟଙ୍କ ଆଶ୍ରମରେ ଯାଇ ପହଞ୍ଚିଲା। ବୈଶାଖ ମାସ ଥିଲା। ତପନିଷ୍ଠ କୌଣ୍ଡିନ୍ୟ ଗଙ୍ଗା ନଦୀରେ ସ୍ନାନ କରି ଫେରୁଥିଲେ। ଧୃଷ୍ଟ ବୁଦ୍ଧି ଶୋକ ଭାରରେ ପୀଡ଼ିତ ହୋଇ ମୁନିବର କୌଣ୍ଡିନ୍ୟଙ୍କ ପାଖକୁ ଗଲା ଏବଂ ହାତ ଯୋଡ଼ି ସମ୍ମୁଖରେ ଠିଆ ହୋଇ ରହିଲା। କହିଲା, ହେ ବ୍ରହ୍ମଣ, ହେ ଦ୍ୱିଜଶ୍ରେଷ୍ଠ, ମୋ ଉପରେ ଦୟାକରି ଏପରି କୌଣସି ବ୍ରତ କୁହନ୍ତୁ ଯାହାର ପୁଣ୍ୟ ପ୍ରଭାବରେ ମୋର ମୁକ୍ତି ହୋଇଯିବ। କୌଣ୍ଡିନ୍ୟ କହିଲେ, ବୈଶାଖ ମାସ ଶୁକ୍ଳ ପକ୍ଷରେ ମୋହିନୀ ନାମକ ପ୍ରସିଦ୍ଧ ଏକାଦଶୀ ବ୍ରତ କର। ମୋହିନୀ ଏକାଦଶୀରେ ଉପବାସ କଲେ ପ୍ରାଣୀର ଅନେକ ଜନ୍ମାର୍ଜିତ ମେରୁ ପର୍ବତ ସମ ମହାପାତକ ମଧ୍ୟ ନଷ୍ଟ ହୋଇଯାଏ। ବଶିଷ୍ଠ କହିଲେ, ଶ୍ରୀରାମଚନ୍ଦ୍ର ମୁନିଙ୍କର ଏହି ବଚନ ଶୁଣି ଧୃଷ୍ଟ ବୁଦ୍ଧିର ଚିତ୍ତ ପ୍ରସନ୍ନ ହୋଇଗଲା। ସେ କୌଣ୍ଡିନ୍ୟଙ୍କ ଉପଦେଶ ମତେ ବିଧିପୂର୍ବକ ମୋହିନୀ ଏକାଦଶୀ ବ୍ରତ କଲା। ନୃପଶ୍ରେଷ୍ଠ ଏହି ବ୍ରତ କରିବା ଦ୍ୱାରା ସେ ନିଷ୍ପାପ ହୋଇଗଲା ଏବଂ ଦିବ୍ୟ ଦେହ ଧାରଣ କରି ଗରୁଡ଼ ଉପରେ ଆରୂଢ଼ ହୋଇ ସର୍ବ ଉପଦ୍ରବ ରହିତ ଶ୍ରୀ ବିଷ୍ଣୁ ଧାମକୁ ଚାଲିଗଲା। ଏହିପରି ଏ ମୋହିନୀ ବ୍ରତ ଅତି ଉତ୍ତମ। ଏହାର ପଠନ ଓ ଶ୍ରବଣ ଦ୍ୱାରା ସହସ୍ର ଗୋଦାନ କରିବାର ଫଳ ମିଳେ। ଏବେ ଆସନ୍ତୁ ଆଜି ସୋମବାରରେ କିଛି ସମୟ ହେଉ ପଛେ ଶିବ ପୁରାଣ ପାଠ କରିବା। ଆଜିର ବିଷୟ ରହିଛି ନର୍କକୁଣ୍ଡ ମାନଙ୍କର ନାମକଥନ। ଋଷିବାଚ ସର୍ବଋଷି ଗଣ ବସି ନୈମିଷାରଣ୍ୟେ ଶିବ ପୁରାଣ ଶୁଣନ୍ତି ଆନନ୍ଦିତ ମନେ। ସର୍ବଋଷି ଗଣ ପୁଣି ଅତି ଆନନ୍ଦରେ ଧାତାନନ୍ଦନଙ୍କୁ ପୁଣି କିଛି ପୁଛା କଲେ। ହେ ବିଧି ନନ୍ଦନ ପାପ କଥା ମାନ କହି ନାନା ପାପେ ନାନା ଦଣ୍ଡ ସମନ ଦିଅଇ ବୁଝାଇ କହିଲା ଆମ୍ଭମାନଙ୍କୁ ସକଳ ପ୍ରାଣୀ କର୍ମ ଅନୁସାରେ ଭୋଗୁଛନ୍ତି ଫଳ। ଋଷିଏ କହନ୍ତି ଶୁଣ ଧାତାଙ୍କ ନନ୍ଦନ ଯମପୁରେ ଅଛି ଯେଉଁ ନର୍କକୁଣ୍ଡ ମାନ। ନର୍କକୁଣ୍ଡ ମାନଙ୍କର କହି ନାମ ମାନ ମନକୁ ସନ୍ଦେହ ଦେବ ଦେବ ଦୂରେଣ। ସନତ କୁମାର ବାଚ ଋଷିମାନଙ୍କ ବଚନ ଧାତା ଶୁଣ ଶୁଣି ବୋଲନ୍ତି କହୁଛି ଏବେ ଶୁଣ ଋଷି ଶ୍ରେଣୀ। ଯେତେ ନର୍କକୁଣ୍ଡ ଯମପୁରେ ରହିଅଛି 84 ନରକ ସିନା ଶ୍ରେଷ୍ଠ ବୋଲାଇଛି। ତପ୍ତକୁଣ୍ଡ ନାମେ ଏକ କୁଣ୍ଡ ଅଛି ରହି ବିଷ୍ଠାମୂତ୍ର ଅସଖର କୁଣ୍ଡଟି ଅଛଇ। ତପ୍ତ ସ୍ୱେଦ କୁଣ୍ଡ ସଙ୍ଗେ ମଣ୍ଡା କୁଣ୍ଡ ଅଛି। କୃମି କୁଣ୍ଡେ କୃମି ଗଣ ଥିବାର ଦେଖିଛି। ହାଡ଼ମାନ ଅସ୍ଥି କୁଣ୍ଡ ମଧ୍ୟରେ ଅଛଇ। ଲୌହ କୁଣ୍ଡେ ଲୁହା କଣ୍ଟା ଅନେକଟି ଥାଇ। ନାନା ଭୟା ନର୍କ କୁଣ୍ଡ ଅଛଇ ରହିଣ। ଜଳ ଫୁଟୁଛି ତହିଁରେ ଟକମକ ହୋଇ। ଲୌହ କୁଣ୍ଡ ନିକଟରେ ସର କୁଣ୍ଡ ଅଛି। ତୀକ୍ଷ୍ଣ ସରେ ସେ କୁଣ୍ଡଟି ପରିପୂର୍ଣ୍ଣ ଅଛି। 2 ଗୋଟି ଚୂର୍ଣ୍ଣ କର୍ମ କୁଣ୍ଡ ଅଛି ତହିଁ। ସେ କୁଣ୍ଡରେ ମସିଆ ଯେ ପୂରିଣ ଅଛଇ। ବଡ଼ କଦାକାର ସେହି କୁଣ୍ଡଟି ଅଟଇ। ଶୋକକୁଣ୍ଡ ନର୍କରେ କୁଣ୍ଡ ଥାଏ ଯେ ରହି। ଲୌହଶୂଳ ଭରି ରହିଅଛି ଅଗଣନ। ତା ମଧ୍ୟେ ପାପୀଙ୍କୁ ନେଇ ପକାଏ ଯମନ। ଆନକୁଣ୍ଡ ଏକେ ଅଛି ତୈଳ କୁଣ୍ଡ ଠାରେ। ଜ୍ୱାଳାବତୀ କୁଣ୍ଡ ଅଛି ତାର ନିକଟରେ। କୁମ୍ଭୀପାକ ଜମ୍ବୁ ଭସ୍ମ 3 କୁଣ୍ଡ ତହିଁ। ଦୁର୍ଦ୍ଦନ୍ତ ପାପୀଙ୍କୁ ତହିଁ ଦିଅଇ ପକାଇ। 2 ନରକ ଅଛଇ କର୍ଣ୍ଣ ମୁଖ ନାମ। ମଳମୂତ୍ର ସେ କୁଣ୍ଡରେ ଥାଏ ପରିପୂର୍ଣ୍ଣ। ବଡ଼ ଭୟଙ୍କର ଦିଶେ କୁଣ୍ଡ ଜଳନ୍ଧର। କଫ କୁଣ୍ଡଟି ଅଟଇ ଅତ୍ୟନ୍ତ ଗଭୀର। ବିଷକୁଣ୍ଡ ତା ନିକଟେ ରହିଣ ଅଛଇ।
ମାଖି କାମଶକ କୁଣ୍ଡ ନିକଟେ ବୀରତହିଁ ରୌରବର ଶୁକ୍ର କୁଣ୍ଡ ତିନି କହି ଭେକସ ସିଂହ କୁଣ୍ଡ ସେଠାରେ ଅଛଇ ଗୋଳଜାତ ହୁଏ ସଦା ଗୋଲ କୁଣ୍ଡରେ ସୂର୍ଯ୍ୟ କୁଣ୍ଡରେ କୁଣ୍ଡ ଅଛି ଯେ ସେହିଠାରେ ରୌଦ୍ର କୁଣ୍ଡ ଜାତ ହୁଅନ୍ତି ରୌଦ୍ର ଗଣ ପାତକୀମାନଙ୍କୁ ତହିଁ ପଳାଏ ସମନ ପୁତିଗନ୍ଧ ନରକ ଯେ ଦୁର୍ଗନ୍ଧ ଟଇ ମହାପାତକୀଙ୍କୁ ଯିଏ ଦିଅଇ ପକାଇ ବାସକୁଣ୍ଡରେ ପରିପୂର୍ଣ୍ଣ ଯେ କୁଣ୍ଡମାନ ଶ୍ଲେଷ ନାମରେ କୁଣ୍ଡ ଯେ ତହିଁ ବିଦ୍ୟମାନ ଜିହ୍ୱା ନେତ୍ର କୁଣ୍ଡ ଦୁଇ ବଡ଼ ଭୟଙ୍କର ପାପୀ ପଡ଼ିଣ ତହିଁରେ ହୁଅଇ ବିକଳ ଗୋକୁଣ୍ଡ ନାମରେ କୁଣ୍ଡ ତହିଁ ବିଦ୍ୟମାନ ଗୋରୁ ମାଂସର କତରେ ସେହି କୁଣ୍ଡ ପୂର୍ଣ୍ଣ ଦନ୍ତମାନ ଦନ୍ତ କୁଣ୍ଡରେ ଯେ ପୁରୀ ଅଛି ଦୂରରୁ ଦେଖିଲେ ତାହା କଦର୍ଯ୍ୟ ଦିଶୁଛି ଚକ୍ରପେଦା ସ୍ୱାନ ତିନି ଗୋଟି କୁଣ୍ଡ ନାମ ଏହି ତିନି ଗୋଟି କୁଣ୍ଡ ବଡ଼ଇ ଦାରୁଣ ଆଦର କୁଣ୍ଡରେ ବହୁ ସର୍ପ ଛନ୍ତି ରହି ତେଣୁ ସର୍ପ କୁଣ୍ଡ ବୋଲି ସେ କୁଣ୍ଡକୁ କହି ସୂଚି ମନା କୁଧ୍ର କୁଣ୍ଡ ଛଇଟି ତହିଁ ବାଳକୁଣ୍ଡ ସେ କୁଣ୍ଡରେ ପାଶେ ଥାଏ ରହି 84 କୁଣ୍ଡ ଥାଏ ସମନପୁରରେ ପାପ ଦେଖି ପାପୀଙ୍କୁ ସେ ପକାଏ ତହିଁରେ ପୁଣ୍ୟବନ୍ତ ପ୍ରାଣୀ ଯାନ୍ତି ବୈକୁଣ୍ଠପୁର ଦିବ୍ୟ ଭୋଗ କରନ୍ତି ଯେ ସେମାନେ ସକଳ ସତ୍ୟ ଧର୍ମ ମାର୍ଗେ ଚାଲୁଥିବ ଯେଉଁ ଜନ ହରିହରଙ୍କର ସେବୁଥିବ ଯେ ଚରଣ ନର୍କକୁଣ୍ଡ ପାଶକୁ ଯେ ନ ଯାଆନ୍ତି କହି ପାପ ନର୍କ କୁଣ୍ଡ ଦେଖେ ବୁଦ୍ଧିମନ୍ତ କହି ପାପୀମାନଙ୍କର ଯମପୁର ଯାତ୍ରା ପଥ ନିର୍ଣ୍ଣୟ ଧାତାନନ୍ଦନ ମୁଖକୁ ଚାହିଁ ଋଷିଗଣ ବୋଇଲେ ଶୁଣନ୍ତୁ ଏବେ ଆମ୍ଭର ବଚନ ମୃତ୍ୟୁ ପରେ ପାପୀଙ୍କୁ ଯେ ସମନ ନିଅଇ କେଦେଶ ମାର୍ଗେ ପାପୀଙ୍କୁ ଯମ ଯାଏ ନେଇ ଆମକୁ ସେ କଥା ତପି କୁହ ବୁଝାଇଣ ବଳି ଅଛି ଶ୍ରଦ୍ଧା ତାହା କରିବୁ ଶ୍ରବଣ ଋଷିଙ୍କ ବଚନ ଶୁଣି ସନତ କୁମାର କହନ୍ତି ଋଷିଏ ଶୁଣ ବଚନ ମୋହର ଜୀବକୁ ଆସିବା ବେଳେ ସେ ଚିତ୍ର ଗୁପତ ପାଞ୍ଚ ଫେଡ଼ିଣ ଯମକୁ କହେ ସତ୍ୟ ସତ୍ୟ ଅନ୍ତିମ କାଳ ପ୍ରବେଶ ହୋଇଛି ଏହାର ତଥାପି ନ ଛାଡ଼େ ଯିବ ତାହାର ଶରୀର ଚିତ୍ରଗୁପ୍ତଙ୍କ ମୁଖରୁ ଶୁଣିଣ ସମନ ଦୂତଙ୍କୁ ରାଇଣ ଆଜ୍ଞା ଦିଅନ୍ତି ବୋହନ ଯାଅ ଆହେ ଦୂତ ଗଣ ବିଳମ୍ବ ନ କର ତାହାକୁ ଚୌନ୍ଧି ଆଣିଣ କର ହାଜର ଆଜ୍ଞା ପାଇ ଦୂତ ଗଣେ ଯାଆନ୍ତି ବହନ ଜୀବ ନିକଟରେ ଯାନ୍ତି ତକ୍ଷଣେ ମିଳିଣ ଜୀବକୁ କହନ୍ତି କଷ୍ଟ ଭୋଗୁଛୁ କିମ୍ପାଇଁ ଶରୀର ଗୋଟି ପାମ୍ପରା ଗଲାଣି ଯେ ହୋଇ ବୃଥାରେ ତୁ କିମ୍ପା କଷ୍ଟ ସହୁଛୁ ଏଠାରେ ନ ଛାଡ଼ି ଆସିଛୁ କିମ୍ପା ଶରୀର ଲୋଭରେ ଯମଦୂତେ ଏହିପରି କହନ୍ତି ବଚନ ନାସ୍ତିକରେ ଜୀବ ଘଟନ ଜୀବି ଛାଡ଼ିଣ କୌଶଳ ଭିଆଣ ଯମଦୂତେ କରିଥାନ୍ତି ନାନା ପ୍ରକାର ଲୋଭ ତାହାଙ୍କୁ ଦେଖାନ୍ତି ସୁନ୍ଦରୀ ନାରୀ ଗୋଟିଏ ଦିଅନ୍ତି ଦେଖାଇ ହୀରା ନୀଳା ମୋତି ଆଣି ଦିଅନ୍ତି ଯେ ଥୋଇ
ଏ ଘଟକୁ ଛାଡ଼ି ଆସ ବିଳମ୍ବ ନ କରି, ଏହି ସମ୍ପଦକୁ ତୁ ଅଚିରେ ଭୋଗ କରି। ଏ ସମସ୍ତ ଦେଖି ଯିବ ଯିବାକୁ ବାହାରେ, ପରମ ଜୀବକୁ ନାସ୍ତି ବାରମ୍ବାର କରେ। ତାର ଛାଡ଼ି ମୋର କଥା ମାନି ଯାଅ ନାହିଁ, ଗଲେ ଅଡ଼ୁଆରେ ଦେବେ ତୁମ୍ଭଙ୍କୁ ପକାଇ। ରତ୍ନ ଖଟ ଏକ ନେଇ ତାହାକୁ ଦେଖାନ୍ତି, ଆସିଲେ ମିଳିବ ଖଟ ପ୍ରଭୁ ରଖିଛନ୍ତି। ଏବେ ନେଇ ଯାଅ ଖଟ ବିଳମ୍ବ ନ କର, ଏହି ଘରେ ରହିଥିବୁ ତୁହି ଚିରକାଳ। ଜୀବ ପରମ କଥାକୁ ଆଉ ନ ମାନଇ, ପଳାଇ ଆସେ ବାହାରି ଲୋଭଗ୍ରସ୍ତ ହୋଇ। ମାଟି ଘଟକୁ ବାହିବେ ନେଇ ଶମଶାନ, ନଷ୍ଟ କରି ନ ଦିଅନ୍ତି ଅଗ୍ନି ଲଗାଇଣ। ଜୀବକୁ ମାୟା ଘଟରେ ଭରିଣ ରଖନ୍ତି, ତାହାକୁ ବାନ୍ଧିଣ ଯମ ସମୀପକୁ ନିଅନ୍ତି। କାଳପାଶ ଲଗାଇଣ ତାହାକୁ ନିଅନ୍ତି, ବାଟେ ନାନା ହଇରାଣ ତାହାକୁ କରନ୍ତି। ବନ୍ଧନ ପଡ଼ିଣ ବହୁ କଷ୍ଟ ସେ ଭୋଗଇ, ପୁଣି ଇଚ୍ଛା କରେ କେନେ ଯିବି ମୁଁ ପଳାଇ। ଯମଦୂତ ମାଡ଼ ଦିଅନ୍ତି ନାନା ପ୍ରକାର, ମାଡ଼ ମାରି ହାଡ଼ ଭାଙ୍ଗି ଦିଅନ୍ତି ତାହାର। ପଥରେ ନିଅନ୍ତି ତାକୁ ଘୋଷାଡ଼ି ଘୋଷାଡ଼ି, ମଲି ମଲି ବୋଲି ସେହି କରୁଥାଇ ରଡ଼ି। ଯମପୁର ଦୂତ ଲକ୍ଷ ଯୋଜନ ଅଟଇ, ଯମଡଗର ନିଅନ୍ତି କଷ୍ଟ ଦେଇ ଦେଇ। କେଉଁଠାରେ କଣ୍ଟା ବଣ ବାଲି ଯେ ତପତ, ଖାଇଯିବ ନାହିଁ ଅଗ୍ରେ ପଡ଼ଇ ପର୍ବତ। ପ୍ରବଳ ଭାବରେ ଅଗ୍ନି କେଉଁଠି ଜଳଇ, ଅନ୍ୟ କେଉଁଠି ପାଷାଣ ତରଳି ପଡ଼ଇ। କେଉଁଠି ବିଷାକ୍ତ ସର୍ପ କରନ୍ତି ଗର୍ଜନ, ଆସନ୍ତି ଧାଇଣ କରି ଫୁଫୁକାର ମାନ। ସିଦ୍ଧ ପରକାର ରହି ଅଛି ଗଦାମାନ, ତାହା ଦ୍ୱାରା ଜିଢିପ ଖାଲ ଅଟେ ବହୁ ସ୍ଥାନ। ଭେଳା ହୋଇ ଭାସୁଛନ୍ତି ମଗର କୁମ୍ଭୀର, ଜଳ ମଧ୍ୟରେ ଭାସୁଛନ୍ତି ଅନେକ ପଥର। ଏପରି ନାନା ବିପଦ ପଥରେ ଅଛଇ, ଯେହୁ ଯମପୁର ଯାଏ ଏମାନ ଦେଖାଇ। ଧୂଳି ଉଡ଼ୁଥାଇ ପୁଣି ପ୍ରବଳ ହୋଇଣ, ରକ୍ତ ଦୃଷ୍ଟି ଯମପୁରେ ହୁଏ ସବୁଦିନ। ଘନ ଅନ୍ଧକାର ଘୋଟି ଅଛି ଯମପୁରେ, ଲହଡ଼ି ମାଡ଼ି ଆସୁଛି ବହୁତ ଉଚ୍ଚରେ। ନାନା ଜୀବଙ୍କର ଭାସୁ ଅଛି ଅସ୍ଥିମାନ, ପଚା ମାଂସ ଗନ୍ଧେ କାହିଁ ନ ହୁଏ ଯାଇଣ। ଭୟଙ୍କର ଏହି ପଥେ ଯମର ସଇନ, ନିଅନ୍ତି ପାପୀଙ୍କୁ ଧରି ସମନ ସଦନ। ବାଟରେ ବହୁ ଯନ୍ତ୍ରଣା ତାହାକୁ ଯେ ଦେଇ, ବିଧା ଗୋଇଠା ପ୍ରହାର କରନ୍ତି ସଇନ। ଯମଦୂତଙ୍କର କଥା ଶୁଣ ଦେଇ ମନ, ତାଙ୍କଠାରୁ ବଳି କେହି ନାହିଁ ନିଦାରୁଣ। ପିଙ୍ଗଳ ବରନ ପୁଣି ଆରକ୍ତ ନୟନ, କେଶ କଟିଯାଏ ହେଉଅଛି ଦୃଶ୍ୟମାନ। ଦୀର୍ଘନାଶା କର୍ଣ୍ଣ ଭୟଙ୍କର ରୂପ ବର୍ଣ୍ଣ, କଟମଟ କରି ଚାହିଁ ଥାନ୍ତି ତକ୍ଷଣ। ଲୌହ ଶିକୁଳି ପାପୀଙ୍କ ଗଳାରେ ଲଗାନ୍ତି, ଲୋହାବାଡ଼ିରେ ତାହାଙ୍କୁ ପ୍ରହାର କରନ୍ତି। ହସ୍ତପଦକୁ ପାପୀର କରନ୍ତି ବନ୍ଧନ, ମୁଣ୍ଡରେ ପ୍ରହାର କରନ୍ତି ସର୍ବେ ମିଳିଣ। ଲୁହା ମୁଦ୍ଗର ଲଦନ୍ତି ତାର ଛାତି ପରେ, ଘୋଷାଡ଼ି ନିଅନ୍ତି ତତ ତପତ ବାଲି ଉପରେ।
ପାପୀର ଭରସା ଯେ ପୁରରେ କେହି ନାହିଁ, ଅର୍ଜିଥିବା କର୍ମମାନ ସେ ପୁରେ ଭଞ୍ଜଇ। ଅତ୍ୟନ୍ତ ବିନୀତ ହୋଇ ବଚନ କହଇ, ଏ କଷ୍ଟରୁ ଦୂତମାନେ କର ମୋତେ ତ୍ରାହି। ବାନ୍ଧିଅଛ ମୋତେ କିଛି ନାହିଁ ଦୋଷ ମୋର, ଯମଦୂତେ ନ ଶୁଣନ୍ତି ସେ କଥା କର୍ଣ୍ଣର। ପଙ୍କ ନର୍କେ ନେଇ ତାଙ୍କୁ ଦିଅନ୍ତି ପକାଇ, ବହୁତ କଷଣ ଦିଅନ୍ତି ଯମଦୂତ ତହିଁ। ପଙ୍କ ନରକରେ ପାପୀ ରହେ କିଛି ଦିନ, ବହୁତ ଆକୁଳ ହୋଇ କହଇ କ୍ରନ୍ଦନ। ଅଶ୍ରୁ ଜଳ ଧାର ଧାର ନୟନୁ ବହଇ, ଯେତେ ଡାକିଲେ ଆକୁଳେ ନ ଶୁଣନ୍ତି କେହି। ବିକଳେ ଡାକି କହନ୍ତି ଭ୍ରାତ ବନ୍ଧୁ ମୋର, ଦଣ୍ଡୁଛନ୍ତି ଯମଦୂତେ ମୋତେ ରକ୍ଷା କର। ପତ୍ନୀ ପୁତ୍ର ମୋହର ଯେ କେଣେ ଚାଲିଗଲ, ଏ ବିପଦ ମୋତେ କେହି ରକ୍ଷା ନ କରିଲ। ଏ ବିପଦେ ମୋତେ ସାହା ପକ୍ଷ କେହି ନାହିଁ, କେତେ କଷ୍ଟ ନ କରିଛି ମୁହିଁ ତୁମ୍ଭ ପାଇଁ। ପୋଷି ପାଳି ବଢ଼ାଇଣ ଥିଲି ଯତନରେ, ଏ ସମୟ ନାହିଁ କେହି ମୋରି ପାଶରେ। ପୁନଃଶକ ହୋଇ ସଖା ବନ୍ଧୁ ସହୋଦର, ଯମକଷଣରୁ ଆସି ମୋତେ ମୁକ୍ତି କର। ତାହାର ଚିତ୍କାର ଶୁଣି କରି ଦୂତଗଣ, ପ୍ରହାର କରନ୍ତି କୋପେ ତାକୁ ଘନ ଘନ। ମୁଖରେ ତପ୍ତ ତୈଳ ଢାଳିଣ ଦିଅନ୍ତି, ବନ୍ଧୁ ସୋଦର ନିମିତ୍ତ ସହଇ ଦୁବତୀ। ସେଠାରୁ ଘେନି ଯାଆନ୍ତି ଯମଦୂତଗଣ, ଅଗ୍ନି ମଧ୍ୟରେ ତାହାକୁ ଦିଅନ୍ତି ପକାଇଣ। ଶୁଷ୍କ କାଷ୍ଠ ରଖି ତହିଁ ଢାଳନ୍ତି ତୈଳ, ନିର୍ଦ୍ଦୟ ହୁଏ ଦୟା ଯେ ନଥାଏ ତାଙ୍କର। ଆନ କେହୁ ଚୁଟି ଧରି ମାରେ ଘନ ଘନ, ବିଧା ଗୋଇଠା ମାରିଣ ଦିଏ ନିର୍ଯାତନ। ଗଳା ଧକ୍କା ଦେଇ ଠେଲି ଠେଲିଣ ନିଅଇ, ଉଚ୍ଚରୁ ତଳକୁ କେହି କଚାଡ଼ି ଦିଅଇ। କେହୁ ପିଟେ ଆନ କେହୁ ଗୋଇଠା ମାରଇ, ଶିକୁଳି କୋରଡ଼ା ଧରି କେହୁ ପିଟୁଥାଇ। ପିଟିଣ ଠେଙ୍ଗାରେ କେହୁ ଅଣାୟତ କରେ, ଯୋଡ଼ି ବେତରେ ପିଟଇ ଅତ୍ୟନ୍ତ କ୍ରୋଧରେ। ଆନ କେହୁ କ୍ରୋଧେକୁ ବଚନ ଯେ କହଇ, କୋପିର ହୋଇଣ କେହୁ ଗାଳି ଦେଉଥାଇ। ପଲମରେ ନିଆଁ ଭରି କେଉଁ ଯମଦୂତ, ପାପୀଙ୍କ ଶିରେ ଢାଳଇ ହୋଇଣ ଉତ୍ୟକ୍ତ। ବିଛା ମେଳରେ କେ ନେଇ ଠିଆ କରି ଦେଇ, ରକତ ମାଠିଆ ପାପୀ ଶିରରେ ଢାଳଇ। ପାପୀଙ୍କ ମୁଖରେ କେହୁ ଗରଳ ଭରଇ, ଶିମୁଳି ବୃକ୍ଷରେ ନେଇ କେହୁ କଚାଡ଼ଇ। ଖଡ଼ଗ ଧରିଣ ପାପୀ ଗଳାରେ ଲଗାଇ, ବଳେ ପାପୀର ଜିଭକୁ ଉପାଡ଼ଇ କେହି। ବେନିହତ ହସ୍ତେ ଲୋହ କରତ ଧରିଣ, ଚିରୁଥାନ୍ତି ପାପୀଙ୍କୁ ସେ ଦିଫାଳ କରିଣ। ନିଷ୍ଠୁର ହୋଇ କେହାଣେ ଧରିଣ କୁଠାର, ଛାତିକୁ ଭୂଷଇ ଶୂଳ ଧରି ନିଜ କର। ପାପୀକୁ ମୁଦ୍ଗର ଧରି ପ୍ରହାର କରଇ, ପାପୀ ଡାକ ଦେଉଥାନ୍ତି କରବାରେ ତ୍ରାହି। ନିର୍ଦ୍ଦୟ ଭୁବନେ ପାପୀ କଥା କେ ନ ଶୁଣେ, କାକୁତି ମିନତି କଲେ ମାରନ୍ତି ଦ୍ୱିଗୁଣେ। କ୍ରନ୍ଦ ନେବେ ନିନୟନୁ ଅଶ୍ରୁତା ଝରଇ, ଶୁଖିଯାଏ କଣ୍ଠ ମୋତେ କରବାରେ ତ୍ରାହି। ଯମଦୂତେ ତାହାକୁ ଯେ ଘୋଷାଡ଼ି ନିଅନ୍ତି, ନରକ କୁଣ୍ଡରେ ନେଇ ପକାଇ ଦିଅନ୍ତି।
ଯେ କୁଣ୍ଡରେ ସର୍ପ ମାନେ ଥାନ୍ତି ମାଳ ମାଳ, ସେ କୁଣ୍ଡେ ପକାଇ ଦିଅନ୍ତି କହି ମୋର ମୋର। ବେଢ଼ି ଯାଆନ୍ତି କୁଣ୍ଡରେ ଥିବା ସର୍ପଗଣ, ଛୋଟ ଛୋଟ ମାରି ତାକୁ କରନ୍ତି ଦଂଶନ। ବ୍ୟାଘ୍ର ଭଲ୍ଲୁକ ମୁଖରେ ଦିଅନ୍ତି ନେଇଣ, କ୍ରୋଧେ ଦକ୍ଷକୁ ତାହାର ଦିଅନ୍ତି ନିଦାରିଣ। ତଦୁତ୍ତାରେ ପାପୀଟିକୁ ତହୁଁ ନେଇ ଯାଇ, ବିଷମ ନଳ କୁଣ୍ଡେ ଦିଅନ୍ତି ପକାଇ। ଅଧା ପୋଡ଼ା ହୁଏ ଯେବେ ଶରୀର ତାହାର, ତହୁଁ ଦୂତ ଗଣ ତାକୁ କରନ୍ତି ବାହାର। ତହୁଁ ତୈଳ କୁଣ୍ଡରେ ଦିଅନ୍ତି ପକାଇ, ତୈଳେ ପାପୀ ଶରୀର ଚହଟି ଦିଶଇ। ତୈଳ କୁଣ୍ଡରୁ ତାକୁ କରନ୍ତି ବାହାର, କଣ୍ଟକେ ପକାନ୍ତି ହାତ ଗୋଡ଼ ବାନ୍ଧି ତାର। କଣ୍ଟକ ବଣରେ ତାକୁ ଘୋଷାଡ଼ି ନିଅନ୍ତି, ଏହିପରି କଲବଲ ତାହାକୁ କରନ୍ତି। ତପ୍ତ ବାଲୁକା କୁଣ୍ଡରେ ପକାବନ୍ତି ନେଇ, ମୁଣ୍ଡେ ପ୍ରହାର କରନ୍ତି ଅତି କୋପ ବହି। ବିଛା ବଣେ ନେଇ ତାକୁ ଠିଆ କରି ଦିଅନ୍ତି, ରକତ ମାଠିଆ ତାର ଶିରେ ଅଜାଡ଼ନ୍ତି। ପାପୀର ମୁଖେ ଗରଳ କେ ଭରି ଦିଅଇ, ପାପୀଙ୍କୁ ବାନ୍ଧି ପକାଏ ଶିମୁଳିରେ ନେଇ। ପାପୀ ଗାଲରେ ଖଡ଼୍ଗକେ ନେଇ ଯେ ଲଗାଏ, ପାପୀ ଜିହ୍ବାକୁ ପାଡ଼ିକେ ପକାଇ ଦିଏ। ପାପୀକୁ ଯେବେ ନିଦୂତ ଧରି କେଉଁଠାରେ, କରତ ପୁରାଇ ବେନି ଫାଳ କରି ଚିରେ। ପାପୀକୁ ତପ୍ତ ବାଲିରେ ନିଅନ୍ତି ଘୋଷାରି, ତପ୍ତ ବାଲି ଆଖିରେ ତା ଦିଅନ୍ତି ସେ ଭରି। ତାପରେ ଯମର ଦୂତେ ତାକୁ ଘେନି ଯାଆନ୍ତି, ଯମ ସମ୍ମୁଖରେ ନେଇ ଉଭା କରି ଦିଅନ୍ତି। ପାପୀକୁ ଦେଖିଣ ଯମ ହୋଇ କୋପମାନ, ଚିତ୍ରଗୁପ୍ତେ କହନ୍ତି କରି ପାପ ପୁଣ୍ୟ। କେତେ ପାପ କରିଥିଲା ପାଇଛି କି ଦଣ୍ଡ, ଆଉ କେଉଁ ଦଣ୍ଡେ ପୁଣି ପାଇବ ପାଷାଣ୍ଡ। ଫିଟାଇଣ ପାଞ୍ଜି ଚିତ୍ରଗୁପ୍ତ କହଇ, ପାପ ଅନୁସାରେ ଦଣ୍ଡ ଯମ ଯେ ଦିଅଇ। ଯମର ଆଜ୍ଞା ପାଇଣ ଦୂତ ଗଣ ତାର, ମିଳି ଏକ ସ୍ଥାନେ ତାକୁ କରନ୍ତି ପ୍ରହାର। ଜୀବନେ ଯେତେକ ପାପ ପାପୀ ଅର୍ଜି ଥାଏ, ସଞ୍ଜୀବନୀ ପୁରେ ଦଣ୍ଡ ପୁଣି ପାପୀ ପାଏ। ରକ୍ତକୁଣ୍ଡ ଲକ୍ଷ ଲକ୍ଷ ଅଛି ଯମପୁରେ, ହାଣ ଘର ଫାଶୀ ଖମ୍ବ ଅଛଇ ସେଠାରେ। ବଦ୍ରିତାର ରହିଅଛି ଯେ ଯମପୁରରେ, ବାଡ଼ମାନ ପଡ଼ିଅଛି ଲହ ଶିକୁଳିରେ। ଲହ ଜାଲ ଅଛଇ କେତେକ ସ୍ଥାନରେ, ପାପ ପୁଣ୍ୟ ତଉଲା ଯେ ହୁଏ କେଉଁଠାରେ। ଧର୍ମ ନିକୀର୍ତ୍ତି ଯମ ଧରିଣ ଅଛନ୍ତି, ପାପ ପୁଣ୍ୟକୁ ଦେଖିଣ ଦିଅଇ ଯେ ଶାସ୍ତି। ଓହଳିଛି ନିକୀର୍ତ୍ତି ଯେ ମାଳ ମାଳ ହୋଇ, ପିଟଣି ପଡ଼ିଅଛଇ କାହିଁ ସଜା ହୋଇ। ଗଦା ସଜା ପଡ଼ିଅଛି ସେଠାରେ ପ୍ରସ୍ତର, ଫାଶୀ ଦିଆ ହେବା ସ୍ଥାନ ଅତି ଭୟଙ୍କର। ଶଣିତ ସେ ତ ସିନା ଯାଉଅଛି ଯେ ବୋହି, ମଡ଼ା ମାଂସ କୀଟ ମାନେ ଯାଉଛନ୍ତି ଖାଇ। ପାପୀ ଯମ ଦଣ୍ଡ ତହିଁ ପାଇବା କାଳରେ, ଭୟଙ୍କର ଦୃଶ୍ୟାବଳୀ ଦେଖେ ଯମପୁରେ। ପାପୀ ମାନଙ୍କର ପାପ କଥାକୁ ବୁଝିଣ, ମାଡ଼ ଗାଳି ଦେଉଥାନ୍ତି ଯମଦୂତ ଗଣ। ପୁଣ୍ୟବନ୍ତ ପ୍ରାଣୀଙ୍କୁ ନ ଛୁଅଁଇ ଯେ ଯମ, ପୁଷ୍ପକ ଜାନେ ଯାଆନ୍ତି ବୈକୁଣ୍ଠ ଧାମ। ପୁଣ୍ୟବନ୍ତ ପ୍ରାଣୀ ପାଇଁ ଯେ ବନ ବ୍ୟବସ୍ଥା,
ବୈକୁଣ୍ଠ ଯିବା ପାଇଁ ଅଛି ଯେ ସୁବିଧା, ଯେଉଁ ପଥେ ଯାଆନ୍ତି ତାହା ଅତି ନିର୍ମଳ। ସ୍ଥାନେ ସ୍ଥାନେ ରହିଥାଏ ସୁବାସିତ ନୀର, ଅତରାଦି ଥାଏ ପୁଣି ସୁଗନ୍ଧ ଚନ୍ଦନ। ଚତୁଃପାର୍ଶ୍ୱରେ ଶୋଭଇ ସୁବାସ କୁସୁମ, ପୁଷ୍ପଗଛ ଧାଡ଼ି ଧାଡ଼ି ଦିଶଇ ଯତନ। ଭ୍ରମର ଭ୍ରମରି କରୁଥାନ୍ତି ଗୁଞ୍ଜନ, ମୟୂର ଶୋକ ସାରି ଯେ ଆବର ଖଞ୍ଜନ। ପକ୍ଷୀ ଗଣେ ବସି ଭୋଜି କରୁଥାନ୍ତି ସନ, ଚିତ୍ରତ ଚାନ୍ଦୁଆ ପଥରେ ଯେ ସେ ତାଙ୍କର। ହୋଇଥାଏ ଟଣା ତାଙ୍କ ମସ୍ତକ ଉପର, ଜୟ ଜୟ ଧ୍ୱନି କରୁଥାନ୍ତି ଦେବଗଣ। ନାନାବିଧ ବାଦ୍ୟ ବାଜୁଥାଇ ଘନ ଘନ, ଆଲଟ ଚାମର ବେନି ପାଶେ ପଡ଼ୁଥାଇ। ବିଷ୍ଣୁଦୂତେ ଧାର୍ମିକକୁ ନେଇଥାନ୍ତି ବହି, ପହଣ୍ଡ ମଣାଇ କେହି ତାକୁ ଘେନି ଯାଆନ୍ତି। ଆବର ହରିଙ୍କ ନାମ କେହି ବି ଶୁଣାନ୍ତି, ପୁଣ୍ୟାତ୍ମା ମସ୍ତକେ କେହି ଛତ୍ରୀ ଟେକୁଥାଇ। ଆପର ତଳ ଯାଉଥାଏ ପହଡ଼ ପକାଇ, ଚୁଆ ଚନ୍ଦନ କର୍ପୂର ଧରି ପିଚକାରି। ମାରଇ ସୁବାସ ପୁଷ୍ପ ସିଞ୍ଚଇକେ ଧରି, ଗଦିକେ ନିଅଇ କେହୁ ବିଞ୍ଚଣା ନିଅଇ। ନାନା ଦ୍ରବ୍ୟମାନ କେହୁ ହସ୍ତେ ଧରିଥାଇ, ଶଙ୍ଖ ବଜାଇଣ କେହୁ ଆଗରେ ଚାଲଇ। କାହାଳି ବଜାଇ କେହୁ ଆଗେ ଯାଉଥାଇ, ମର୍ଦଳ କେହୁ ବଜାଏ କେହୁ ଭେରି ତୁରି। ଜଞ୍ଜାଳ କଂସାଳ ବାଏ ହସ୍ତେ କେହୁ ଧରି, ମନ୍ଦିର କେଞ୍ଜକି ଧରି ବଜାଇଣ ଥାଇ। ତବଲା ବଂଶୀ ବେହେଲା ବାଇକେ ଚାଲଇ, ସୀତାର ଢୋଲ ମୃଦଙ୍ଗ ବାଜାଏ କେରହି। ଅନେକ ଚାଲନ୍ତି ଦେବ ଦୁନ୍ଦୁଭି ବଜାଇ, ଦେବାଙ୍ଗ ବସନ ତାକୁ ପିନ୍ଧାଇ ଦିଅନ୍ତି। ନାନା ଅଳଙ୍କାରେ ତାକୁ ମଣ୍ଡଣି କରନ୍ତି, କର୍ପୂର ତାମ୍ବୁଳ ଭୁଞ୍ଜାଇଣ ଦେଇ ହାର। ଦାସ ଦାସୀ ବହୁ ପାଦେ ଖଟିଥାନ୍ତି ତାର, ରଥ ଗଜ ଯାଉଥାନ୍ତି ତହିଁ ଅଗଣନ। ଚତୁଃପାର୍ଶ୍ୱେ ବିଷ୍ଣୁ ଦୂତେ ଥାନ୍ତି ବେଢ଼ିଣ, ପଥ ପଡ଼ଇ ଉଛୁଳି ଜୟ ଜୟ ଧ୍ୱନି। ଢଳି ଢଳି ରଥ ଯାଏ ସେ ମାର୍ଗରେ ପୁଣି, ପୁଣ୍ୟବନ୍ତ ଜନ ଶ୍ରୀ ଏପରି ଯେ ଭୋଗଇ। ଇହ ଜନ୍ମେ ବୈକୁଣ୍ଠପୁରକୁ ଗମଇ, ପର ଦୁଃଖେ ଦୁଃଖୀ ସୁଖୀ ଯେ ଘର ଦୁଃଖରେ। ପରକୁ ପାଳନ ନିଜ ନିଜ ପରକାରେ, ପର ଯୁବତୀକୁ ମାତୃ ସମ କରେ ଜ୍ଞାନ। ଲୋଭନ କରଇ ଯେହୁ ଦେଖି ପର ଧନ, ସବୁରି ଆତ୍ମାକୁ ଯେହୁ କରେ ସମ ଜ୍ଞାନ। ଅତିଥିକୁ ବିଷ୍ଣୁ ମଣି କରଇ ପୂଜନ, ଗୁରୁଜନ ମାନଙ୍କୁ ଯେ ଶ୍ରଦ୍ଧା ଭକ୍ତି କରେ। ପର କଷ୍ଟକୁ ମଣଇ ଆପଣା ପ୍ରକାରେ, କାହାକୁ କଟୁ ବଚନ କେବେ ନ କହଇ। ବିନୟ ଅମୃତ ବାଣୀ ସର୍ବଦା କହଇ, କାମ କ୍ରୋଧ ଲୋଭ ମୋହ ଆଦି ଯେ ସକଳ। ହୃଦରୁ ପରିହରି କ୍ରୋଧ ଯେ ଅହଙ୍କାର, ନାମ ପ୍ରତି ଶ୍ରଦ୍ଧା ଜୀବ ପ୍ରତି ଦୟା କରେ। ବ୍ରାହ୍ମଣଙ୍କ ପଦେ ସଦା ନମଇ ଭକ୍ତିରେ, ପରମ ଧର୍ମରେ ସଦା ଥାଏ ମତି ଯାର। ପିତାମାତାଙ୍କୁ ଭକତି କରେ ଯେହୁ ନର, ଜୀବ ପ୍ରତି ଅହିଂସା ଯେ ସଦା ପାଳୁଥାଇ। ଏପରି ପ୍ରାଣୀ ବିଷ୍ଣୁପୁରକୁ ଯେ ଗମଇ, ପୁଣ୍ୟବନ୍ତ ପ୍ରାଣୀ ତହିଁ ଲଭେ ମହାସୁଖ।
ଯମରାଜ ତାଙ୍କୁ କେବେ ନ ଦିଅଇ ଦୁଃଖ, ଅନ୍ନ ବସ୍ତ୍ର ଯେହୁ ଦିଏ ଦୁର୍ଭିକ୍ଷ କାଳରେ, ପ୍ରାଣୀମାନଙ୍କୁ ସେ ବଇ ନିଜ ପରକାରେ, ନିଜ ଭୋଜନ ପୂର୍ବରୁ ଗୁରୁ ସେବା କରେ, ଦୁଃଖୀ ଜନଙ୍କୁ ଯେ ଜନ ସଦା ଦୟା କରେ, ସକଳ ଜୀବଙ୍କ ପ୍ରତି ଥାଏ ସମଭାବ, ପ୍ରକୃତରେ ଧର୍ମବନ୍ତ ଅଟଇ ସେ ଜୀବ, ଛୋଟା ଅନ୍ଧକୁ ଯା କଣା ଦେଖି ଯେଉଁ ନର, ଦୟା ପ୍ରଦର୍ଶନ କରେ ଦୁଃଖ ଦେଖି ତାର, ମହାପୁଣ୍ୟବନ୍ତ ଜନ ସେହିଟି ଅଟଇ, ଯମଦୂତ ତା ପାଶକୁ ନ ପାରନ୍ତି ଯାଇ, ବିଦ୍ୟା ପଢ଼ାଇଣ ଧନ ଯେହୁ ନିଏ ନାହିଁ, ବିନା ଧନେ ମନ୍ତ୍ର ଦାନ ଯେତେ ନ କରଇ, ଧନ ଲୋଭ ଶିଷ୍ୟ ନ ଭଣ୍ଡଇ ଯେଉଁ ଜନ, ଧର୍ମବନ୍ତ ପ୍ରାଣୀ ମଧ୍ୟ ହୁଇ ଗଣନ, ଶେଷ ଜଳ ବାସହୀନେ ବସ୍ତ୍ର ଯେ ଦିଅଇ, ଦୁଃଖୀ ଦରିଦ୍ରଙ୍କୁ ସଦା ସାହାଯ୍ୟ ହୁଅଇ, ବୈକୁଣ୍ଠ ଭୁବନକୁ ସେ ଜନଗମଇ, ଜନ୍ତୁପତି ସେ ଦିନକୁ ସଦା ଡରୁଥାଇ, ବଞ୍ଚିଥିବା ବେଳେ ଯାହା ଦେଇଥାଇ ଦାନ, ତିନି ଗୁଣେ ପାଇଥାଇ ଅନ୍ତେ ସେହି ଜନ, ଛତ୍ର ଚାମର ପକାଇ ନିଅନ୍ତି ଯତନେ, ଚନ୍ଦନ ଚୁଆ ବୋଳନ୍ତି ତାହାରି ଅଙ୍ଗନେ, ଧର୍ମବନ୍ତ ପ୍ରାଣୀଙ୍କର ସମ୍ମାନ ଏପରି, ସର୍ବସମ୍ପଦ ପାଆନ୍ତି ବୈକୁଣ୍ଠପୁରୀ, ଦେବତାମାନଙ୍କ ସଙ୍ଗେ ବୈକୁଣ୍ଠପୁରେ, ନିବାସ କରନ୍ତି ସେ ଯେ ଅତ୍ୟନ୍ତ ସୁଖରେ, ଜୀବ ପ୍ରତି ହିଂସା ଭାବ କରିବ ରଜନ, ଜୀବେ ଦୟା କରିବାଟି ପରମ ଧର୍ମ, ପ୍ରଭୁଙ୍କ ଚରଣ ତଳେ ସଦା ରଖି ମନ, ଯେହୁ ଶିବ ସତ୍ୟ ସେହିଟି ଯେ ଈଶାନ, ମଙ୍ଗଳମୟ ଠାକୁର ସର୍ବଦା ଚିନ୍ତିଣ, ବାସ କଲେ ଅଭୟଟି ପାଇବ ଆପଣ, ସେହି ପ୍ରଭୁ ଅନ୍ତକାଳେ ସହାୟ ତୁମ୍ଭର, ଜୀବଦଣ୍ଡରୁ ତୁମ୍ଭଙ୍କୁ କରିବେ ଉଦ୍ଧାର, ଧାତା ସୁତ ଋଷି ଗଣେ ଏପରି କହିଲେ, ଋଷିଗଣ ଶୁଣି କରି ଆନନ୍ଦିତ ହେଲେ, ବଡ଼ ଭାଗ୍ୟବାନ ଆମ୍ଭେ ଆହେ ତପିବର, ତୋତ ମୁଖରୁ ଶ୍ରବଣ କରିଲୁ ସକଳ, ଜଗତ ଠାକୁର ପଦେ ମଜାଇଣ ମନ, ଦିନ ବୁଦ୍ଧିମନ୍ତ ରଚେ ଶିବଙ୍କ ପୁରାଣ। ସଦାଶିବଙ୍କ ଶିରରେ ଚନ୍ଦ୍ର କାହିଁକି? ସର୍ବଋଷି ଗଣ ପୁଣି ହୋଇ ଏକ ମନ, ସନତ କୁମାରଙ୍କୁ କହନ୍ତି ଯେ ବଚନ, ଯେ ବଣ କଥା ବୁଝିବୁ ସର୍ବଋଷି ଗଣ, ହେ ଧାତା ନନ୍ଦନ କହି ବଟି ବୁଝାଇଣ, ଚନ୍ଦ୍ରଙ୍କୁ କିମ୍ପାଇଁ ଶିବ କରିଲେ ଧାରଣ, ଚନ୍ଦ୍ରଶେଖର କିପରି ତାହାଙ୍କର ନାମ, ଋଷିଙ୍କ ବଚନ ଶୁଣି ସନତ କୁମାର, ଯାହା ପୁଛା କଲ ଶୁଣ ତାହାର ଉତ୍ତର, ଯେଉଁ କଥା ପୁଛା କଲ ଶୁଣ ଦେଇ ମନ, ମହାଦେବଙ୍କର ଗାଥା ଅତ୍ୟନ୍ତ ଗହନ, ଦିନେ ମହାମାୟା ସଦା ଶିବଙ୍କୁ ଚାହିଁଣ, ଅତ୍ୟନ୍ତ ବିନୟୀ ହୋଇ କହନ୍ତି ବଚନ, ମୁଁ ଯାହା ପୁଛା କରଇ ପ୍ରସନ୍ନ ହୋଇଣ, ବ୍ୟକତ କରନ୍ତୁ ହେଉ ସନ୍ଦେହ ମୋଚନ, ମୁହିଁଟି ତବ ମାଙ୍ଗି ଆହେ ପ୍ରାଣ ସାଇ, ମସ୍ତକରେ ଚନ୍ଦ୍ର ତବ ସଦା ଅଛ ବହି, ବୁଝାଇ କୁହନ୍ତୁ ମୋତେ ଦେବ ପଞ୍ଚାନନ, ମସ୍ତକରେ କିମ୍ପା ଚନ୍ଦ୍ର କରିଛ ଧାରଣ,
ପ୍ରିୟା ମୁଖରୁ ଏ ସନ ବଚନ ଶୁଣିଣ କହନ୍ତି ମନୋହର ସେ ଦେବ ପଞ୍ଚାନନ କହନ୍ତି ଶଙ୍କର ଆରେ ପ୍ରାଣ ପ୍ରିୟା ମୋର ପ୍ରାଣଧିକ ବୋଲି ମୁହିଁ କହେ ତୋ ଆଗର ତୁମ୍ଭ ନାମ ଥିଲା ସତୀ ଦକ୍ଷ କନ୍ୟା ଥିଲ ପିତୃଧାମେ ଯଜ୍ଞ କୁଣ୍ଡେ ପରାଣ ତେଜିଲ ତୁମ୍ଭ ବିରହ ବେଦନା ନ ପାରିଣ ସହି ଅରଣ୍ୟ ସାରା ବୁଲିଲି ବାଇ ପ୍ରାୟ ହୋଇ ତୋର ଚାରୁ ଅଙ୍ଗ ସୁନ୍ଦ ପଡ଼ିଲା ମନରେ ବିଦାରି ହେଲା ହୃଦୟ ସଢ଼ିଲି ଦୁଃଖରେ ତପ କରିବାକୁ ନଦୀ କୂଳେ ଗଲି ମୁହିଁ ଉଦ୍ୟାନରେ ପରବେଶ ହୋଇଲି ଗୋ ଯାଇ ଉଦ୍ୟାନରେ ସ୍ଥିର ହୋଇ ନ ପାରିଲି ରହି ପରବେଶ ହେଲି ଏକ ବୃକ୍ଷ ମୂଳେ ଯାଇ ସେଠାରେ କିଛି ସମୟ ବିଶ୍ରାମ କରିଣ ଘୋର ଅରଣ୍ୟରେ ମୁହିଁ କରିଲି ଭ୍ରମଣ ଭୂତଳ ଜଳ ସ୍ଥଳ ଭ୍ରମି ଯେ ଆସିଲଇଁ କେଉଁଠାରେ ମନ ସ୍ଥିର ହୋଇ ନ ରହି ନାନା ସ୍ଥାନେ ବସି ତପ କଲି ଆଚରଣ ବୃକ୍ଷ ମୂଳରେ ଯାଇଣ କରିଲି ବିଶ୍ରାମ ଯେ ବୃକ୍ଷ ମୂଳ ତପ ଯେ ଆଚରିଲି ଯାଇ ତପ ପ୍ରଭାବେ ସେ ବୃକ୍ଷ ଗୋଟି ଜଳି ଯାଇ ମହିମଣ୍ଡଳରେ ଅଗ୍ନି ଘୋଟିଣ ଯେ ଯାଇ ରବିଚନ୍ଦ୍ରଙ୍କ କିରଣ ନିଉନ ଦିଶଇ ବରବସ୍ତାରେ ପଡ଼ିଲେ ସମନ ରାଜନ କିସ କହିବି ବୁଝାଇ ଆରେ ପ୍ରାଣ ଧନ ବାସ କରିଛନ୍ତି ଯେତେ ତ୍ରୟ ଭୁବନରେ ନରନାଗ ରାକ୍ଷସ ଯେ ଗନ୍ଧର୍ବ କିନରେ ଅମରାଦି ଗଣ ସର୍ବେ ହେଲେ ବ୍ୟାକୁଳିତ ମୋତପ ଫଳରେ ଦେଖ ଘଟିଲା ଏ ମନ୍ତ ସଙ୍ଗତରେ ଇନ୍ଦ୍ର ଯାକ ଘେନି ଦେବ ଗଣ ପ୍ରବେଶ ହୋଇଲେ ପିତାମହଙ୍କ ସଦନ ମୁହିଁ ନିମ୍ନ ଦେଶେ ମନ୍ଦର ଯେ ପର୍ବତର ଘୋର ତପେ ବସିଥିଲି କ୍ରୋଧିତ ଅନ୍ତର ବେଦବରଙ୍କୁ ପୁଛନ୍ତି ଅମର ରାଜନ କମଣ୍ଡଳ ଧାରି ମୋତେ କୁହ ବୁଝାଇଣ ତୁମ୍ଭେ ଧାତ୍ୟ ଦେବ ବର ପ୍ରଜାପତି ତୁମ୍ଭେ ଅଗ୍ନି ନିବାରିଲେ ପଡ଼ିବେ ଯେ ଜୀବ ଗଣେ ଏ ଅଗ୍ନିରେ ଧ୍ୱଂସ ହୋଇ ଯିବ ତିନି ପୁର ଇନ୍ଦ୍ରଙ୍କ ବଚନ ଶୁଣି କରିବେ ଦବର ଆହେ ଦେବରାଜ କହେ ଶୁଣ ମନ ଦେଇ ପଥ ତୁଚ୍ଛା କଲ ତାହା କହୁଛି ବୁଝାଇ ତେଜ ବଳେ ତ୍ରିଭୁବନ ଯୋଗେ ବହଇ ଶୁଣ ତାହାଙ୍କର ନାମ କହୁଅଛି ମୁହିଁ ଉଗ୍ରମୂର୍ତ୍ତି ଧରି ଦେବ ଦେବ ଭୋଳାନାଥ ସତୀଙ୍କ ବିରହେ ହୋଇଛନ୍ତି ସମାଧିସ୍ଥ ସେ ଜାତ ଅଗ୍ନି ବଳରେ ବଳବା ସଂସାର ତିନି ପୁରକୁଦ ହୋଇ ସେ କ୍ରୋଧ ନଳ କର ତାର ପ୍ରତିକାର ମୋର ହେ ଜାଣ ବାସଙ୍କୁ ପିତାମହ ଯେ କହିଲେ ସନ ଏପରି କହିଣ ପିତାମହ ଆନନ୍ଦରେ ବାସବଙ୍କୁ ଅନେକ ସେ ବୁଝାଇ କହିଲେ ସତୀଙ୍କ ବିରହେ ତପ ସାଧନ୍ତି ସାନ ତାହାଙ୍କ ତପେ ଗୋଡ଼ଇ ଏ ତିନି ଭୁବନ ସପ୍ତଦୀପା ମହି ଜଳେ ସେ ତପ ନଳେ ବେଳୁ ବେଳ ପରିଚିତ ରୂପ ଧରି ଜଳେ ତ୍ରୟ ଭୁବନ ଜୀବ ଯେ ବିକଳ ହୁଅନ୍ତି ଚନ୍ଦ୍ରକୁ ଘେନିଣ ଚାଲ ଯିବା ହେ ଝଟତି ସମାଧିସ୍ଥ ସଦା ଶିବ ଶିଖର ଦେଶରେ ଚନ୍ଦ୍ରମାକୁ ସ୍ଥାପି ଅମର ଯେ ସକଳେ
ଚନ୍ଦ୍ରମାକୁ ସ୍ଥାପି ଅମର ହେ ଯେ ସକଳେ। ଚନ୍ଦ୍ରଠାରୁ ପାଇ କରି ଶୀତଳ କିରଣ, ଶାନ୍ତ ହୋଇ ବେଟି ଦେବ ଦେବ ପଞ୍ଚାନନ। ପତ୍ନୀ ବିଚ୍ଛେଦ କଷ୍ଟରୁ ଉଦ୍ଧାର ହୋଇବେ, କୋପ ହୋଇ କରି ଆଉ ତପ ନ କରିବେ। ମନକୁ ହରିବ ଚନ୍ଦ୍ର ଶୀତଳ କିରଣ, ପ୍ରିୟାର ବିଚ୍ଛେଦ କଷ୍ଟ ଯିବେ ସେ ଭୁଲିଣ। ଏସନ ବଚନ ପିତାମହଙ୍କଠୁ ଶୁଣି, ମନ ମଧ୍ୟ ମହା ଖୁସି ହେଲେ ବଜ୍ର ପାଣି। ଦେବରାଜ ତହିଁ ଚନ୍ଦ୍ରକାନ୍ତ ମଣି ତୁଲେ, ସୁଧାଙ୍ଗର ସଙ୍ଗେ ବିଷ ଘାଟ ଧରି ନେଲେ। ଦେବତାଙ୍କୁ ଧରି ନମ ପାଶେ ଯେ ଅଇଲେ, ବିନୟରେ ବେଦ ବର ବଚନ ବୋଇଲେ। ଏ ସୁଧା କଳସ ଘେନା କର ପଞ୍ଚାନନ, ଶୁଣି ଦେବଙ୍କର ଶିର ତୋଷ ହେଲା ମନ। ଏଠାରୁ ଶୁଣ ମନ ଦେଇ ଯେ ଶାକମ୍ବରୀ, ସୁଧା କୁମ୍ଭରୁ ଯୋଉ ଗନ୍ଧ ଧୀରେ ଆସି ଝରି। ପବନ ସଙ୍ଗରେ ବନେ କଲା ବିଚରଣ, ଆନନ୍ଦିତ ହେଲି ଖୁସି ହୋଇଲା ମନ। କର୍ପୂର ତର ସଙ୍ଗେ ଚୁଆ ଯେ ଚନ୍ଦନ, ଆଣି ଠୁଳ କଲେ ସୁବାସିତ ଦ୍ରବ୍ୟମାନ। ସୁଧା ଘଟ ଆମୋଦ ସଙ୍ଗରେ ସରିସମ, ହେବ ନାହିଁ ମାହେ ସରିଲେ ସମାତ୍ର ଜାଣ। ଅମୃତ ବାସନା ମୁହିଁ ଆଘ୍ରାଣ କରିଲି, ଆଘ୍ରାଣ କରନ୍ତେ ମୁହିଁ ବିହୋଳ ହୋଇଲି। ଆନନ୍ଦିତ ହୋଇଗଲା ମୋର ପଞ୍ଚମନ, ସେ ସୁଧା କୁମ୍ଭଙ୍କୁ ମୁହିଁ କରିଲି ଗ୍ରହଣ। ହସ୍ତରେ ତାହାକୁ ମୁହିଁ କରନ୍ତି ଧାରଣ, ବିଜୟ କଲେ ଚନ୍ଦ୍ରମା ମସ୍ତକେ ଯାଇଣ। ପାଇବାରୁ ଚନ୍ଦ୍ରଙ୍କର ଶୀତଳ କିରଣ, ପୂର୍ବ ପରି ସ୍ଥିର ହେଲା ସଖୀରେ ମମନ। ବିଚ୍ଛେଦ ବିରହ କଷ୍ଟ ହୋଇଗଲା ଦୂର, ସନ୍ତାପ ହରିଲା ମନେ ଆନନ୍ଦ ପାର। ଦେବଗଣ ମାନେ ମିଳି ସ୍ତବ କଲେ ମୋର, ଚନ୍ଦ୍ରଚୂଡ଼ ନାମ ଗୋଟି ହୋଇଲା ମୋହର। ନାମ ଦେଲେ ଶଶାଙ୍କ ଶେଖର ବଜ୍ରପାଣି, ଚନ୍ଦ୍ରମୌଳି ନାମ ଦେବଗଣ ହେଲେ ଜାଣି। ସୋମନାଥ ନାମ ଦେବେ ସୋମେଶ୍ୱର ଦେଲେ, ଦେବଗଣ ମାନେ ବହୁ ଆନନ୍ଦିତ ହେଲେ। ସେହିଦିନ ଚନ୍ଦ୍ର ମୋର ମସ୍ତକେ ଅଛଇ, ଅତ୍ୟନ୍ତ ଖୁସି ମନରେ ଅଛଇ ମୁଁ ବହି। ମସ୍ତକରେ ଚନ୍ଦ୍ରମାନଙ୍କୁ କରିଲି ଧାରଣ, କହିଲି ସଖୀରେ ଏହି କଥା ମୁଁ ଫେଡ଼ିଣ। ଅତି ଗୁପ୍ତ କଥା ସିନା ଏହିଟି ଅଟଇ, କାହା ଆଗରେ ଦେବି ଗୋ ପ୍ରକାଶିତ ନାହିଁ। ଭକତିରେ ଯେଉଁ ଜନ କରଇ ପଠନ, ଅନ୍ତେ ସେହି ଜନ ଯାଏ ବୈକୁଣ୍ଠ ଭୁବନ। ରମଣୀଗଣ ଯଦ୍ୟପି କରିବେ ପଠନ, ସପରିବାରେ କାଟିବେ ଆନନ୍ଦରେ ଦିନ। ସଦାକାଳେ ମୁହିଁ ତାକୁ ସୁପ୍ରସନ୍ନ ହେବି, ସକଳ ରିଷ୍ଟ ତାହାର ଖଣ୍ଡନ କରିବି। ଭକ୍ତି ଭରେ ଯେଉଁ ଜନ କରିବ ପଠନ, ତହିଁ ତ ପାତକ ଯିବ ତାଙ୍କୁ ଛାଡ଼ିଣ। ବ୍ରହ୍ମ ହତ୍ୟା ଭ୍ରୂଣ ହତ୍ୟା ଗୋ ହତ୍ୟା ପାତକୀ, ପାପମାନ କୋଟି ଜୀବ ସାକ୍ଷୀ ତ୍ରିଅମ୍ବକ। ଶଶିମୌଳି ଚନ୍ଦ୍ରଚୂଡ଼ ଶ୍ରୀପଦ ତଳରେ, ବୁଦ୍ଧିମନ୍ତ ମନ ଥାଉ ସର୍ବଦା କାଳ।